ମୁଁ ଆପଣଙ୍କୁ କଣ କହିବି, ଲୋକଙ୍କ ଭିତରେ ବର୍ତ୍ତମାନ ଆତଙ୍କ ସୃଷ୍ଟି କରିଛି। ଆପଣ ଭଲ ଭାବରେ ଜାଣିଛନ୍ତି 2000 2009 ଏ ବିଜେପି ବିଜୟର ମେଣ୍ଟ ସରକାର ଥିଲା। କୋଉ ଅବସ୍ଥାରେ ମେଣ୍ଟ ଭାଙ୍ଗିଲା ବା ଭାଗବଣ୍ଟରା ହେଲା ନାହିଁ କି ମନ୍ତ୍ରୀ ପଦ ରହିଲା ନାହିଁ, ତାପରେ ଭାଙ୍ଗିଗଲା। ଭାଙ୍ଗିଲା ପରେ ଆଜି ହଉଛି 2024। 15 ବର୍ଷ ଧରି ଆମର ଭାରତୀୟ ଜାତୀୟ କଂଗ୍ରେସ ବହୁତ ମୁଦ୍ଦାରେ ଲଢେଇ କରିଥିଲେ। ବିଜେପି ମଧ୍ୟ ବିଜେଡିର ଅନୁଶାସନ, ବିଜେଡିର ଦୁର୍ନୀତି, ବିଜେଡିର ଜନବିରୋଧୀ ନୀତି, ବିଜେଡିର ବ୍ଲକ ଅଫିସ ଦୁର୍ନୀତି, ତହସିଲ ଅଫିସ କବ୍ଜା, ବିଜେଡି ଦଳର ପୁଲିସ ମାନେ ବିଜେଡି ଦଳର ମେମ୍ବରସିପ ନେଇ କାମ କରୁଛନ୍ତି। ଏ ବିଜେପି କହିଥିଲା। କଂଗ୍ରେସ ତ କହିବ, କିନ୍ତୁ ବିରୋଧୀ ଦଳରେ ଆମେ ନଥିଲୁ। ଯଦି ବିରୋଧୀ ଦଳରେ ବିଜେପି ଥାଇ ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ଭୂମିକାରେ 26 କୋଟି ବିଧାୟକ ଭାବରେ ବିରୋଧୀ ଦଳ ଭୂମିକାରେ ଥିଲା, ଶାସକ ବିରୋଧୀ ଯଦି ଏକ ହେଇଯିବେ, ଗଣତନ୍ତ୍ରରେ ଆପଣ କଣ ଆଶା କରିବେ? এই আশা ମୁଁ ବିଶ୍ୱାସ କରିପାରୁନାହିଁ। ଆମେ ସବୁ 40-42 ବର୍ଷ ଧରି ରାଜନୀତି ଜୀବନ ସଂଘର୍ଷମୟ ତିଆରି କରି ଆଜିର ମେଣ୍ଟ ଆଜି ଓଡ଼ିଶାର ଆତଙ୍କ ସୃଷ୍ଟି କରିଛି। ଆଜି କଣ ପାଇଁ ହେଇନାହିଁ? ସେଇ ବିଜେପି କହିଥିଲା। କଣ ପାଇଁ ବିଦ୍ୟୁତ ହଉଛି ମାତୃଶିଳ୍ପ, କଣ ପାଇଁ ଘରୋଇକରଣ କଲେ, ଟାଟା ପାୱାର ଦେଲେ, ବିଦ୍ରୋହ କରିଥିଲା। ସେଇ ବିଜେପି କହିଥିଲା ଯେ ଆଜି ଆଉଟସୋର୍ସିଂ ରେ ଓଡ଼ିଶାରେ 25-30 ଲକ୍ଷ ଲୋକ କାମ କରୁଛନ୍ତି, କଣ ପାଇଁ ତାଙ୍କୁ ପରମାନେଣ୍ଟ କରୁନାହିଁ? ସେଇ ବିଜେପି କହିଥିଲା ଯେ ଆଜି ଘୋଟାଳା କରାଯାଉଛି, ବିଜେପି ସବୁ ଜାଗାରେ ରାସ୍ତା କାମରେ 30% ପିସି ଖାଇକି ରାସ୍ତା କାମ କରୁନି, ଠିକାଦାରୀ ଚାଲିଛି। ସେଇ ବିଜେପି କହିଥିଲା ଓଡ଼ିଶାରେ କଣ ଅରଓଡ଼ିଆ ଅଫିସର ମାନେ ଶାସନ କରିବେ, ବ୍ରୋକରେଜ କରିବ। କେମିତି ହେଇଗଲା? କେମିତି ମେଣ୍ଟ ହେଇଗଲା? ଏକ ନୀତିଗତ ଭାବରେ ହେଲା। କାହିଁକି? ସେଇ ବିଜେପି କହିଥିଲା, କଂଗ୍ରେସ ତ କହିଥିଲା ଯେ ଚିଟଫଣ୍ଡରେ ଲକ୍ଷ କୋଟି କୋଟି ଟଙ୍କା ହିତାଧିକାରୀ ଆଜି ଆତଙ୍କିତ। ଚିଟଫଣ୍ଡ ଆଜି ଝିଅଟି ବାହାଘର କରିପାରିଲାନି, ବାପା ଚିଟଫଣ୍ଡରେ ଲଗେଇଦେଲା। ଚିଟଫଣ୍ଡ ଭିତରେ ବିଜେଡି ସରକାର 6 କୋଟି ଏମଏଲଏ ମଧ୍ୟ ଇନଭଲ୍ଭ, 2ଟା ଏମଏଲଏ ଜେଲରେ ରହିଲେ। ତେଣୁ ଏ କଥାଟି କେମିତି ପରିବର୍ତ୍ତନ ହେଇଗଲା ନୀତିଗତ ଭାବରେ? ମୁଁ କହିବାକୁ ଚାହେଁ, ଏ ମେଣ୍ଟ ହଉଛି ଏଇଥିପାଇଁ ହଉଛି ଓଡ଼ିଶାର ବେକାରୀ ଲମ୍ବା ଧାଡ଼ିର ଦାବିକୁ ଭୃକ୍ଷେପ କରିବା, ଦାବି ପୂରଣ ନ କରିବା। ଓଡ଼ିଶାରେ ଶ୍ରମିକ, ନିର୍ମାଣ ଶ୍ରମିକ ମାନେ ତାଙ୍କ ସହାୟତା ରାଶି ପାଉନାହାନ୍ତି, ତାଙ୍କୁ ନ ଦେଇ ବନ୍ଦ କରିବା। ଓଡ଼ିଶାର ଦରଦାମ ବୃଦ୍ଧି ହେଇଛି, ଆଜି ଉଜାଲା ନାଁରେ ଗ୍ୟାସ ଘରେ ପଡୁଛି, ଲୋକ କାଠ ଘଷିରେ ରୋଷେଇ କଲେଣି, ତାକୁ ବନ୍ଦ କରିବା। ଓଡ଼ିଶାରେ ଟାଟା ପାୱାର ଆଜି ଗାଁ ଗାଁରେ ଜୁଲମ କରିଛି, ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ ନ କରି ବନ୍ଦ ହେବା, ଏଇଥିପାଇଁ ସାଲିସ କରିଛି। ତେଣୁ କଂଗ୍ରେସ ମତେ ଯୋଉ ଗୁରୁ ଦାୟିତ୍ୱ ଦେଇଛନ୍ତି ଆମର ପିସିସି ପ୍ରେସିଡେଣ୍ଟ ମାନ୍ୟବର ଶରଦ ପଟ୍ଟନାୟକ, ମୁଁ ନିଶ୍ଚିତ ଭାବରେ ଏଇ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ କରିବି। ଏଇ ଯୋଉ ମେଣ୍ଟ ରାଜନୀତି ଏକ ଗ୍ରହଣୀୟ ନୁହେଁ। ମେଣ୍ଟ ରାଜନୀତି ଗ୍ରହଣ ନୁହେଁ। ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ଓଡ଼ିଶାରେ ଥିବା ଚାଷୀ କୂଳ, ଓଡ଼ିଶାରେ ଥିବା ଶ୍ରମିକ, ଓଡ଼ିଶାରେ ଥିବା ବେକାରୀ ଯୁବକ, ଓଡ଼ିଶାରେ ଥିବା ମହିଳାମାନଙ୍କ ଉପରେ ହେଉଥିବା ଦିନ ଦୁଇପର ଆତଙ୍କ ଅତ୍ୟାଚାରକୁ ବନ୍ଦ କରିବା ପାଇଁ ନିଜ କଣ୍ଠରୋଧ କରାଯାଇଛି। ବିଜେପିର କଣ୍ଠରୋଧ କରିବା ପାଇଁ ମେଣ୍ଟ କରୁଛି, କିନ୍ତୁ କଂଗ୍ରେସ କେବେ କଣ୍ଠରୋଧ କରିବ ନାହିଁ। ବିଦ୍ରୋହ କରି ଆସିଛି, କରିବ। ଯେତେବେଳେ ଶାସକ ବିରୋଧୀ ମେଣ୍ଟ ଆଜି ହେଇଛି, ଗଣତନ୍ତ୍ର ପାଇଁ ଶୁଭକର ନୁହେଁ, ଆଜି ଦୁଃଖଦାୟକ। ମୁଁ ସେଇଥିପାଇଁ ଚାହେଁ ଏ ମେଣ୍ଟ ଏକ ପ୍ରହସନ, ଓଡ଼ିଶାବାସୀଙ୍କୁ ଧୋକା ଦେବାର ଇଏ। ସେଇ ପାଣ୍ଡିଆନ ବିରୁଦ୍ଧରେ କହୁଥିଲେ ଅଣ ଓଡ଼ିଆ ଜଣେ ଆସି କରିଛି, ପାଣ୍ଡିଆନକୁ ଗୋଡ ଧରିକି ଆଜି ବିଜେଡି ବାଲା ଯୁଆର ହଉଥିଲେ ଗାତ କରୁଥିଲେ। ତେଣୁ ଏମାନେ ଫେରିବେ କି ନାହିଁ? ମେଣ୍ଟ ହେଲେ ଏମାନେ ବି ମାନିବେ। ଆଜି ସମୟ ଆସିଛି ଆତ୍ମସମାଲୋଚନା କରିବା ଦରକାର। ଆଜି ସମୟ ଅଛି, ସେଲ୍ଫ କ୍ରିଟିସିଜମ ଇଜ ରିକ୍ୱାୟର୍ଡ ଫର ଦି ବିଜେପି ପାର୍ଟି, ଦ୍ୟାଟ ବିଟ୍ରେୟଲ ଅଫ ଦି ପିପଲ ଅଫ ଓଡ଼ିଶା। এইটা ମୋର ଆପଣଙ୍କ ଚିଠି ଆଗରେ ମୋ ଦୁଇ ପଦ କଥା ମୁଁ ପ୍ରକାଶ କରୁଅଛି।